ହେଲା। ହୁଁ। ତାପରେ ଏ ଲାଷ୍ଟ ହଉଛି ଏଇଟା। ହୁଁ। ଏଠି ଦେଖ, ଆମକୁ ଆମେ ୱାନ୍ ୱାନ୍ ଚେକ୍ କରିବା। ଆମେ ବର୍ତ୍ତମାନ ଖେଳିଯାଇଛି LVN, LV ନେମ୍ ହେଲା। ଆମର ହ୍ୟାଲୋ, ଶୁଭା ଯାଉଛି? ହୁଁ ସୁଭାଷ। ହଁ, LV ନେମ୍, ମୁଁ ପାସ୍ କରିଛି ମୁକେଶ ହେଲା। ହୁଁ ହୁଁ କିନ୍ତୁ ଏଠି ଆମେ ଲେନ୍ଥ କିଛି ଡିକ୍ଲେୟାର କରିନେ। ହୁଁ ବାଇ ଡିଫଲ୍ଟ ଗୋଟେ ଡିଜିଟ ନଉଛି, ଗୋଟେ କ୍ୟାରେକ୍ଟର ଏମ୍ ଖାଲି ହୁଁ ନଉଛି। ହୁଁ ବୁଝିହେଲା? ତେଣୁକରି ଆମେ ସବୁ ଡିକ୍ଲେୟାର କରି ମନେକର ଲେନ୍ଥ 9 ହେଲା। ବର୍ତ୍ତମାନ ହୁଁ। ମୁଁ ଆଗ ଏକ୍ଜିକ୍ୟୁଟ କରୁଛି, ପୁରା ମୁକେଶ ଆସିଲା। ମୁକେଶ। ଗୋଟେ ଲାଇନ ରେ ଲେଖି ହବନି ବୋଧେ ନାଇଁ? ଲେଖି ହବ, ମୁଁ ତାପରେ କରିବା ୱାନ୍ ହୁଁ ଷ୍ଟେପ୍ ହୁଁ। ବାଇ ଷ୍ଟେପ୍। ଓକେ ଓକେ। ଗୋଟେ ଲାଇନ ବି ଲେଖି ହବ। ହୁଁ। ଆସିଲା, ମୁକେଶ ଆସିଲା। ତାପରେ ମୁଁ ଆକୁ ଅନକମେଣ୍ଟ କଲି, ସେକେଣ୍ଡ ଭେରିଏବଲ ଦେଲି ପିନ୍ ନମ୍ବର। ହୁଁ ତାପରେ ସେକେଣ୍ଡ ଆସିଲା। ହୁଁ
ଥାର୍ଡ ଆସିଲା ହେଲା। ହୁଁ। ବର୍ତ୍ତମାନ ଆମେ କଣ ଏଇ ଯୋଉ ଶୁଣ ଗୋଟେ ଇଏ ଆସୁନି ବର୍ତ୍ତମାନ ଡଟ୍ ମୁଁ ଗୋଟେ ଡଟ୍ ଗୋଟେ ଆସୁଛି ସେ ଡଟ୍ ଏ ଗୋଟେ ଯୋଉ ହଉଛି ପିନ୍ କୋଡ୍। ବାଇ ଡିଫଲ୍ଟ ସେଟିଂ ଏଇ ଇଣ୍ଟିଜର ଦିଆ ଟାଇପ ହୁଁ ନମ୍ବରଟା ଏଠି ଏତିକି ଆସୁନି କି ବାଇ ଡିଫଲ୍ଟ ହୁଁ ସେଟିଂ ବେସିସ୍ ପିଲାଙ୍କୁ କହିଲେ ହୁଁ ମାନେ ଆସୁଛି ନା ଆମର ଫୁଲ ଦରକାର ଏମିତି ଦରକାର ନାହିଁ ବେସିସ୍ ହୁଁ ଯିଏ ଥିବ ତମ କମ୍ପାନୀରେ ନା ତାକୁ କହିଲେ ମୋର ଇଣ୍ଟିଜର ଟା ଫୁଲ ଦରକାର ଏମିତି ଡେସିମାଲ ଦରକାର ନାହିଁ ସିଏ ସେଟିଂ କରିବ ହେଲା। ଓକେ। ତାପରେ ଆମେ ବର୍ତ୍ତମାନ ଦେଖିବା ଗୋଟେ ଲାଇନରେ କେମିତି ଲେଖିବା ଆମେ ତିନିଟା ରାଇଟ ନ ଲେଖିକିରି ଏମିତି ଲେଖିପାରିବା ନାଇଁ ଏଇଟା ଥାଉ ଏମିତି ତାର ତଳେ ମୁଁ ଲେଖୁଛି। ଏଥିରେ କଣ ହେଲା ଆମକୁ ତିନିଟା ରାଇଟ ଲେଖିବା ଦରକାର ନାହିଁ ହେଲା ହୁଁ ହୁଁ ତିନିଥର ଲେଖିବା ଦରକାର ନାହିଁ ଥରେ ଲେଖିଲେ ହେଇଗଲା। ହୁଁ ତାପରେ ଆମେ ଆଉ ଗୋଟେ ବର୍ତ୍ତମାନ କାମ କରିପାରିବା ହୁଁ ତାକୁ ଯେ ଫର୍ମାଟିଂ ହୁଁ
ବୁଝିପାରିଲ? ଯୋଉ ଫର୍ମାଟିଂ କରି କଲର 1 ଲେଖିଲି ନା, ହୁଁ ଏମିତି ହାଇଲାଇଟ ହେଇକି ଆସିଲା। ହୁଁ ବୁଝିପାରୁଛ? ରାଇଟ୍ ରାଇଟ୍ ତାପରେ ବର୍ତ୍ତମାନ ଏଇଟା 1 ଟାକୁ ମୁଁ ଚେଞ୍ଜ କରୁଛି 2 ହେଲା, ହୁଁ ହୁଁ ଫର୍ମାଟ କଲର 2। ହୁଁ ଏବେ କଣ ଆସୁଛି? କିଛି ଆସୁନି ହେଲା। ହୁଁ ଆମେ ଯେତେବେଳେ ନମ୍ବର ଚେଞ୍ଜ କରିବା ନା, ହୁଁ କଲର ଚେଞ୍ଜ ହବ। ଦେଖ, ମୁଁ 2 ଲେଖୁଛି ବର୍ତ୍ତମାନ। ହୁଁ କଣ ଯେ ଆସୁନି ଭାଇ, 1 ମିନିଟ୍। ଥ୍ରୀ ଆସିଲା, ୟେଲୋ ଆସିଲା। ହୁଁ ମୁଁ ଆକୁ ଚେଞ୍ଜ କରୁଛି 4 କୁ ବର୍ତ୍ତମାନ। ଏ କଲର ଆସିଲା ହେଲା। ହୁଁ 5 କି ଚେଞ୍ଜ କରୁଛି ବର୍ତ୍ତମାନ। ନମ୍ବର ଅନୁସାରେ କଲର ଚେଞ୍ଜ ହବ। ହୁଁ Green ଆସିଲା। ରେଡ୍ ଆସିଲା 6 ରେ। ହୁଁ ହୁଁ ତାପରେ 7 ଦବା। ଏ କଲର ଆସିଲା ହେଲା। ହୁଁ ଏମିତି ସବୁ ଅଛି। ବର୍ତ୍ତମାନ ଏଇ ଲାଇନ ଟାକୁ ମୁଁ ବର୍ତ୍ତମାନ କମେଣ୍ଟ କରିଦେବି, ଦେଖ। ହୁଁ ଯଦି ୟା ତଳେ କିଛି ଲାଇନ ତ ଏଇଟା ଅଟୋମେଟିକ ଅଫ୍ ହେଇଯିବ। ଏଠି ଅନ୍ ହେଲା ତାପରେ ଅଫ୍ ହେଇଯିବ ହେଲା। ହୁଁ ଯଦି ଯଦି ତା ତଳେ ଆଉ କିଛି ନାହିଁ, ଅଫ୍ ଲେଖିବା ଦରକାର ନାହିଁ, ଅଟୋମେଟିକ ଅଫ୍ ହେଇଯିବ। ଏଇ କଲର ଟା ଆମେ ଟିକେ ଅଫ୍ କଲେ ନା, ହୁଁ ହେଲା। ହୁଁ ମୁଁ କହୁଛି ଆଉ ଗୋଟେ ନେଲେ।
ଥରେ ଥରେ ଅନ୍ ଟା ବି ଲେଖିବା ଦରକାର ନାହିଁ, ବାଇ ଡିଫଲ୍ଟ ସେ ଅନ୍ ନେଇଯିବ ହେଲା। ଦେଖ ତାପରେ ମତେ ଲାଗୁଛି ସେ ଯୋଉ ତମେ ଫର୍ମାଟ କଲର ଅଫ୍ ଲେଖିଲ ନା, ହଁ, ତାକୁ କମେଣ୍ଟ ଆଉଟ ନ ଦେଖ କରିକି ଦେଖିଲେ, କାହିଁକିନା କମେଣ୍ଟ ଆଉଟ କରିଦେଲେ ମୁଁ ତାକୁ ଅଫ୍ କରିବାକୁ ଚାହୁଁନି, ହଁ ନାଇଁ। ଏ ଯୋଉ ମଝିରେ ତ ତମେ ଲେଖିଛ ଫର୍ମାଟ କଲର ଅଫ୍, ତାକୁ ଆକ୍ଟିଭେଟ ଅନକମେଣ୍ଟ କର। ହଁ ହଁ ଦେଖିବା ମୁଁ ଦେଖିବା ମୁଁ ଜାଣିନି। ଦେଖିବା ଦେଖିବା ଆମେ ଜଷ୍ଟ ଏଇଟା ରେନବୋ କଲର ଭଳିଆ ସାତଟା ଯାକ ନମ୍ବର ନେଇକିରି ହୁଁ, କେମିତି ଡିସପ୍ଲେ ହଉଛି ସେଇଟା ଦେଖିବା। ଆଜ୍ଞା। ଓ ମାନେ ଓକେ, ଏଠି ନମ୍ବର ଯାକ ଚେଞ୍ଜ କରିବ ନାଇଁ, ହଁ ହଁ 2 3 4 5। ହଁ। ନେଲା ଏଠି ହେଲା 4। ହୁଁ। ହେଲେ 5। ଆଉଟପୁଟ ଯେତେବେଳେ ଆମେ ଜେନେରେଟ କରୁଛେ ସେଟା 3ଟା ଲାଇନ କାହିଁକି ଆସୁଛି? କହିବି କହିବି। ତ ହୁଁ ବର୍ତ୍ତମାନ କେତେ ଦେଖ, 1 2 3 4 5 6 7, ଆମେ 7ଟା କଲର ଦେଇଛେ। ହୁଁ और ଯୋଉ ଦିଟା ଆସୁନି କି, ହୁଁ ଏଇଥିପାଇଁ ଆଉ ଦେଖ ସେଟା ଏଇଠୁ ନଉଛି। ପ୍ରଥମେ ଆମେ ରାଇଟ ଲେଖିଛେ ଏଠି ନା, ହୁଁ। 3ଟା ରାଇଟ ଲେଖିଟା ଲେଖିନି କି ଏତିକି ଏତିକି ଯୋଉ ଏତିକି, ହଁ, ରାଇଟ ରାଇଟ ରାଇଟ। ୟା ପାଇଁ ଗୋଟେ ଲାଇନ ଆସୁଛି ଆଉ ୟା ପାଇଁ ଆଉ ଗୋଟେ ଲାଇନ ଆସୁଛି, ହୁଁ ବୁଝିଲ। ହୁଁ ଆସିଲା ପରେ ଏଇଠୁ କଲର ତାପରେ ଆରମ୍ଭ ହେଇଯାଉଛି। ହୁଁ କଲର 7ଟା ଟୋଟାଲ 9ଟା ହଉଛି ନା, ହୁଁ 1 2 3 4 5 6 7 8 9 ହେଲା। ହୁଁ 7ଟା ପ୍ଲସ ଉପର ଦିଟା, ତେଣୁକରି ସେ 9ଟା ଲାଇନ ଦେଖଉଛି, 1 2 3 4 5 6 7 8 9 ହେଲା। ହୁଁ ହୁଁ। ଆମର ଇଏ ଅନୁସାରେ କଲର ଦିଆଯାଉଛି। ବର୍ତ୍ତମାନ ଆଉ ଗୋଟେ ଦେଖିବା, ଏଠି ଦେଖା ହେଇଛି ଖାଲି ଲେଖା ହେଇଛି 7 ହେଲା, ହୁଁ କଲର 7, ଏଠି କଲର 7 ଇଣ୍ଟେନ୍ସିଫାଇଡ୍। ହୁଁ ହୁଁ। ଏହା କଣ ଆଉଟପୁଟ ଦଉଛି? ଏଇଟା ଆକ୍ଚୁଆଲି ବୋଲ୍ଡ ହେଇଯିବା କଥା, ବୋଲ୍ଡ ବୋଲ୍ଡ। ହୁଁ ହୁଁ ହୁଁ। ମୁଁ ଗୋଟେ କାମ କରୁଛି,
ଏଇ ଯୋଉ ସର୍ଭର ଟା ମୁଁ କିଣିନି କି, ଆଜ୍ଞା। କଣ ହଉଛି ମୁଁ ଭାବୁଛି ଏଇ ଯୋଉ ଫର୍ମାଟ ଟା ଏଇଟା କୋଉ ଭର୍ସନ କେଜାଣି, ଏଇ ସିଣ୍ଟାକ୍ସ ଟା ସେ କଣ ନଉନି। ହୁଁ କିନ୍ତୁ ଆକ୍ଚୁଆଲି ସେ ସିଣ୍ଟାକ୍ସ ଅନ୍ କରିବ ତାପରେ ଅଫ୍ କରିବ ହେଲା, ହୁଁ ହୁଁ ପ୍ରୋସେସ। ମୁଁ ଯୋଉ ସର୍ଭର ଟା କିଣିଛି ସେ କଣ ହେଇଛି କେଜାଣି, ସେ କାହିଁ ସେଟା ନଉନି। ହୁଁ। ଇଣ୍ଟେନ୍ସିଫାଇଡ୍ ମାନେ ସେ ଟିକେ ବୋଲ୍ଡ ହବା କଥା। ହୁଁ ହୁଁ। ଏଟା ମୁଁ ଦଉଛି ଏଇ ହେଲା, ଏଟା ଆସିଲା ଗ୍ରୀନ ଏମିତି। ତାପରେ ମୁଁ ତାକୁ ବର୍ତ୍ତମାନ ଆଉ ଗୋଟେ କମେଣ୍ଟ ଅଛି, ବୁଝିପାରିଲ? ହୁଁ। ଏଟାର ମାନେ ବ୍ୟାକଗ୍ରାଉଣ୍ଡ ଇଏ ହଉଛି ରହିଥା, ମୁଁ ଆଉ ଯୋଉ ଦେଖୁଛି। ଇନଭର୍ସ ହେଇଗଲା ମାନେ ସେମ ଜିନିଷ। ଏଠି କଣ ହଉଛି କି ଯୋଉଟା ଲେଖା ହଉଛି ବ୍ଲାକ୍ କଲର, ହୁଁ ଟୋଟାଲ ଟା ବ୍ୟାକଗ୍ରାଉଣ୍ଡ ହେଇଗଲା ୟେଲୋ, ମନେକର ଗ୍ରୀନ କଲର ଏଟା, କିନ୍ତୁ ଏ ହୁଁ। ଲେଖାଟା itself ହେଇଗଲା ଗ୍ରୀନ କଲର। ଗ୍ରୀନ କଲର। ଡିଫରେନ୍ସ ଜାଣିପାରୁଛ ତ? ବୁଝିଲେ? ଏଟା ହଉଛି ଇଣ୍ଟେନ୍ସ, ଏଟା ହଉଛି ଇନଭର୍ସ। ଇନଭର୍ସ ଓକେ। ଖାଲି ସେ ଲେଟର ଯାକ ଇଏ ହେଇଯିବ, ମାନେ କଲର ଚେଞ୍ଜ ହବ। ହୁଁ। ଇଏ ହଉଛି ମାନେ ବେସିକ ହେଲା। ହୁଁ। ତାପରେ ଆମେ ଆଉ ଗୋଟେ କରିବା ଡାଟାର, ଏଟା ବି ଦବ, ଏଇ ଯୋଉ ଏଠି କିଛି ଛାଡ, ଏଇ ଯୋଉ ଡଲାର ଟିଏମପି ଆସେ, ତମେ ଜାଣିଥିବ ଏଇଟା ଡଲାର ଟିଏମ ମାନେ ବି ସେଇ ବାଇ ଡିଫଲ୍ଟ ପ୍ୟାକେଜ ସେଇଟା ହୁଁ। ହେଲା। ଏଟା ଆସିଲା କେମିତି ଡଲାର ଏଟା? ବାଇ ଡିଫଲ୍ଟ ଏଟା ଏସଏବି ରୁ ଆସିବ ହୁଁ ହେଲା। ଆମେ ଏଠି କରିବା ଲୋକାଲ ଅବଜେକ୍ଟ। ଯେ ମୁଁ ତମକୁ କେତେଟା କହିବି, ତମେ ତ ଫିକୋରେ କାମ କରୁଛ, ପୁରା ଜାଣିଥିବ ବହୁତ ଟି କୋଡ, ଏଟା ଏସଏବି ଷ୍ଟାଣ୍ଡାର୍ଡ ଟି କୋଡ ପ୍ଲସ ଜି ଟି କୋଡ ବି ଥିବ, ନୁହଁ କି? ଆଜ୍ଞା। ହୁଁ ଏମିତି ଆବାପରେ ସେତେ ଟି କୋଡ ନାହିଁ, କାରଣ ଆବାପ ଗୋଟେ ଇଏ ଲାଙ୍ଗୁଏଜ, ମାନେ ପ୍ରୋଗ୍ରାମିଂ ଲାଙ୍ଗୁଏଜ। ହୁଁ ଆମେ ବର୍ତ୍ତମାନ ଏଇ ଯାହା ସବୁ କରୁଛେ AC38 ରେ କରୁଛେ। ହୁଁ। ସେମିତିଆ ଆଉ ଗୋଟେ ଅଛି AC80 ହେଲା, 80। SC80 ହୁଁ AC80 ରୁ ବି ବହୁତ ଜିନିଷ ଆସିବ, ଆଠୁ ଅଧିକ ଜିନିଷ ସେଥିରେ ଆସିବ। ପ୍ରୋଗ୍ରାମ, ଫଙ୍କସନ ମଡେଲ, ଫଙ୍କସନ ଗ୍ରୁପ ସବୁ ଆସିବ ତା ଦେହରେ। ହୁଁ। ମେଥଡ। ହୁଁ।
ଏବେ ଦେଖା ହଉଛି ମୁଁ କଣ ସ୍କ୍ରିନ୍ ଚେଞ୍ଜ କଲି ନା କିଛି ଦେଖାଉନି? ହ୍ୟାଲୋ, ମୁଁ ଯାହା କହୁଛି ଶୁଭୁଛି? AC38 ସ୍କ୍ରିନରେ ଅଛ ରାଇଟ୍ ଡେଟା 3। ଆଚ୍ଛା ଆଚ୍ଛା, ହଉ। ଆମେ ଯାହା ବର୍ତ୍ତମାନ ଦେଖିଲେ, ଆମେ ଆଉ ଗୋଟେ ଡାଟା ଡିକ୍ଲାରେସନ କରିବା। ବାଇ ହୁଁ ଡିଫଲ୍ଟ କିଛି ଭ୍ୟାଲୁ ଆମେ ତାକୁ ପାସ୍ କରିବା। ହୁଁ ଡାଟା ମନେକର ମାଇ ଅଣ୍ଡରସ୍କୋର ନେମ୍ और माई कंपनी। ମାନେ ସେ LV ଜାଗାରେ ବର୍ତ୍ତମାନ ତମେ ମାଇଁ ଲେଖୁଛ ନାଇଁ? माई भी लिखिପାରିବ, କିଛି ଅସୁବିଧା ନାହିଁ। ହୁଁ ଯାହା ଯେକୌଣସି ଗୋଟେ ଭେରିଏବଲ ଦବ ଆଉ। ହୁଁ lv ହୁଁ ଅଣ୍ଡରସ୍କୋର ମାଇ ଅଣ୍ଡରସ୍କୋର କମ୍ପାନୀ ହୁଁ ହେଲା। टाइप सी leng लेंथ मनेकर 20 वैल्यू TCS ହେଲା। ହୁଁ ସରି ଆମେ ତାକୁ ରାଇଟ୍ କରିନି, ତାକୁ ରାଇଟ୍ କରିବା ବର୍ତ୍ତମାନ। ହୁଁ କଣ ରାଇଟ୍ କରିବା? lv ମାଇନ୍ କମ୍ପାନୀ। ଏ ସେମିକୋଲନ ଟା ଯୋଉ ଲେଖୁଛ ମାନେ ଷ୍ଟେଟମେଣ୍ଟ ପରେ ଡେଟା ହଉ ରାଇଟ୍ ହଉ ସେମିକୋଲନ ମଷ୍ଟ। ଗୋଟେ କ୍ୟାରେକ୍ଟର ଫିଲ୍ଡ ଇଏ କରିବା ପାଇଁ ନା କୋଡ୍ ହୁଁ ଭିତରେ ରହିବ। ଓକେ ହୁଁ। କଣ ଏରର କାଇଁ ଆସିଲା? ଓହୋ, ରାଇଟ୍ ମୁଁ ସ୍ପେଲିଂ ମିଷ୍ଟେକ୍ କରିଛି। ଓକେ ଓକେ Right, ଡବଲ ଆର ଆଇ ଟି ହଁ ହଁ। ହେଲା ଆସିଲା TCS। TCS, ହୁଁ ମାନେ ଏଇଠି ଆମେ କଣ କଲେ ନା, ଆଉ ଦିଥର ଡିକ୍ଲେୟାର କରିବା ଦରକାର ନାହିଁ, ଗୋଟେ ଥର ଡିକ୍ଲେୟାର କରିଦେ ଗୋଟେ ଲାଇନ ହୁଁ 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 ହେଲା। ହୁଁ ଏ ଷ୍ଟ୍ରକ୍ଚର ଟା ମୁଁ ଏବେ କରୁନି, କାରଣ ତମେ ଟେବୁଲ ଜାଣିଲା ପରେ କଲେ ତମେ ବୁଝିପାରିବ, ଏଇଟା ହେଲେ ତମେ କମ୍ପ୍ଲେକ୍ସ ହବ। ହୁଁ 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 ଷ୍ଟ୍ରକ୍ଚର ତମେ ଟେବୁଲ ଆମେ ତ ପଢିବା, ତାପରେ ସେଟା ବୁଝେଇବା, ସେଟା ଆଜ୍ଞା ପଢିବା ହେଲା। ଆମେ ଆଉ ଗୋଟେ ପୁରା ଦେଖିବା କଥା ରାଇଟ୍ ଉପରେ ହେଲା। ହୁଁ ଆଚ୍ଛା, ଆମେ ରାଇଟ୍ ଉପରେ ବହୁତ ଜାଣି ସାରିଲାଣି। ହୁଁ 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 statement
ଏଟା ଦେଖିଲେ ସେମିତି ରାଇଟ୍ ହେଣ୍ଡ ଏକ୍ସାମ୍ପଲ ଏକ୍ଜିକ୍ୟୁଟିଭ ହୁଁ ପ୍ରୋଗ୍ରାମ ମାନେ ସେଭ୍ କରୁଛି ମୁଁ। ହୁଁ ଏଟା ବାଇ ଡିଫଲ୍ଟ ଏସି ତରଫରୁ ଅଛି ଡଲାର ଟିଏମପି ମାନେ ହୁଁ ଲୋକାଲ ହୁଁ ଅବଜେକ୍ଟ କ୍ଲିକ୍ କରିବୁ ହେଲା। ଆମେ ବର୍ତ୍ତମାନ ରାଇଟ୍ ଉପରେ କେତେଟା ଏକ୍ସାମ୍ପଲ ଲେଖିବା। ହୁଁ ପ୍ରଥମେ ଗୋଟେ ଭେରିଏବଲ ଡିକ୍ଲେୟାର କରିବା। ଦେଖନ୍ତୁ କି ଆମ ପ୍ରେସିଡେଣ୍ଟ ଦ୍ରୌପଦୀ ମୁର୍ମୁ ହୁଁ ମାନେ ପ୍ରଥମେ କଣ ହେଲା ମୁଁ ଡାଟା ଡିକ୍ଲାରେସନ କଲି ଆଜ ଏଲଭି ପ୍ରେସିଡେଣ୍ଟ। ତାପରେ ପ୍ରେସିଡେଣ୍ଟ ଗୋଟେ ଭ୍ୟାଲୁ ଆସାଇନ କରି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଏଇ ଭ୍ୟାଲୁଟାକୁ ଆମେ ଡିସପ୍ଲେ କରିବା। ତା ପାଇଁ ଆମେ ହୁଁ ଲେଖିବା ବୁଝିଲେ ହୁଁ ରାଇଟ୍ ଏଲଭି ଅଣ୍ଡରସ୍କୋର ପ୍ରେସିଡେଣ୍ଟ। ହୁଁ ଏଠି ରେଡ୍ କଲର ଦଉଛି କାରଣ ଏଠି ଫୁଲ ଷ୍ଟପ୍ ଦିଆନି ଏଠି ହେଲା। ଏଠି ରେଡ୍ କଲର ଆସିବନି। ରେଡ୍ କଲର ମାନେ କିଛି ଓକେ ତା ପୂର୍ବ ଲାଇନରୁ କିଛି ଏରର ଅଛି ବୋଲି ହୁଁ 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 ଯାଉଛି। ହେଲା ଦ୍ରୌପଦୀ ହୁଁ ମୁର୍ମୁ ତୁମେ ଲେଖିବା ଏମିତି ଏଠି ଉପରେ ସେ ଫାର୍ଷ୍ଟ ଲାଇନ ରେ ଭ୍ୟାଲୁ ଲେଖିଥିଲେ ବି ପଳେଇ ଆସିବ ମାନେ ଅଲଗାରେ ଡିକ୍ଲେୟାର ହଁ କରିବା ଜାଗାରେ ହଁ ମୁଁ ଯଦି ସେ ଫାର୍ଷ୍ଟ ଲାଇନ ରେ ଭ୍ୟାଲ୍ୟୁ ଲେଖିକି ଭ୍ୟାଲ୍ୟୁ ସେଠି ଆସିବ। ଦ୍ରୌପଦୀ ମୁର୍ମୁ ପଳେଇ ଆସିବ। ହୁଁ। ଓକେ ଏଠି ଡିକ୍ଲେୟାର କଲି ଇଣ୍ଡିଆ। ଓକେ ମାନେ ଦ୍ରୌପଦୀ ମୁର୍ମୁ ଇଣ୍ଡିଆ ବୋଲି ହୁଁ ସେଟା ଆସିଗଲା ଦ୍ରୌପଦୀ ମୁର୍ମୁ ଇଣ୍ଡିଆ ହୁଁ ବୁଝିହେଲା। ହୁଁ ତାପରେ ଯୋଉ ଏଣ୍ଟର ମାରିଦେଲେ ସେ ତଳକୁ ପଳେଇ ଆସିବ। ହୁଁ କିବୋର୍ଡ ହୁଁ କି ନଥାଏ କି ହୁଁ 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 ସେ ନେକ୍ସଟ ଲାଇନ ଟା ତଳକୁ ପଳେଇ ଆସିବ। ହୁଁ ତମ ସିଟି ନାଁ କଣ? ଏବେ ଯୋଉଠି ରହୁଛ ଓଲ୍ଟନ ଓଲ୍ଟନ ସ୍ପେଲିଂ କହିଲ? ଓ ଏଲ ହୁଁ ଟି ଇ ଟି ଇ ଏନ୍ ଟେନ୍ ଓଲ୍ଟନ ହୁଁ
ଦେଖ ଏଇଟା ଲାଷ୍ଟ ହେଲା ତଳକୁ ପଳେଇ ଆସିଲା ଓଲ୍ଡ ଟାଉନ୍ ସୁଇଜରଲ୍ୟାଣ୍ଡ କଣ ପାଇଁ ଏଠି ଏ ଯୋଉ ରାଇଟ୍ ଗୋଟେ କ୍ଲାସ ଦିଆଯାଇଛି ବୋଲି। ସ୍ଲାସ୍ ଦିଆଯାଇଛି, ଓକେ। କ୍ଲାସ ଦିଆଯାଇଛି ମାନେ ତା ଉପରେ ଯୋଉ ଲାଇନ ଅଛି ତା ତଳେ ଏଇଟା ଲେଖିବ, ତା ସାଇଡ ରେ ଲେଖିବନି ହୁଁ ହେଲା। କିନ୍ତୁ ଇଏ ଦିଟା ଦେଖ ତା ସାଇଡ ସାଇଡ ଲେଖୁଛି ୱେଲକମ ଟୁ ଆବାପ ଆଣ୍ଡ ମୁମ୍ବାଇ ଇଣ୍ଡିଆ। ହୁଁ ୱେଲକମ ଟୁ ଆବାପ ଆଣ୍ଡ ମୁମ୍ବାଇ ଇଣ୍ଡିଆ ଇଏ ଦିଟା ତ ଆଗରୁ ଅଛି, ଆଗରୁ ଲେଖା ହେଇଛି ଏଠି। ହୁଁ ଆଗରୁ ଅଲରେଡି ଲେଖା ହେଇଛି ଏଠି କୋଉଠି ଉପରେ। ରାଇଟ୍। ଏଇଟା ଯୋଉ ନାହିଁ କି ଏଲବି ପ୍ରେସିଡେଣ୍ଟ ଏଠି ଆସିଗଲା ଦ୍ରୌପଦୀ ମୁର୍ମୁ ଇଣ୍ଡିଆ, ସାଇଡରେ ଲେଖା ହେଲା ୱେଲକମ ଟୁ ଆବାପ, ତା ସାଇଡରେ ଲେଖା ହେଲା ମୁମ୍ବାଇ ଇଣ୍ଡିଆ। କିନ୍ତୁ ଯେହେତୁ ଏଠୁ ରାଇଟ ଉପରେ ସ୍ଲାସ ଦିଆଯାଇଛି ସେ ତାପରେ ତଳକୁ ଆସୁଛି ଏଇ ଲାଇନ ଟା ହୁଁ ହେଲା। ଏଇଟା ହଉଛି ମାନେ ସ୍ଲାସ ଦେଲେ ସେ ସିଧା ଲାଇନ ନ କରି ତଳକୁ ଜମ୍ପ କରି ତଳେ ଲେଖିବ ହେଲା। ରାଇଟ୍। ଆମେ ଦେଖ ଆଉ ଗୋଟେ ପ୍ରକାର ଲେଖିପାରିବା। ଆଜ୍ଞା। ଦ ପ୍ରେସିଡେଣ୍ଟ ଆମେ ଲେଖିପାରିବା। ଏଇଟା ଆମେ ନିଜେ ଲେଖିଲେ କୌଣସି ହୁଁ ଭେରିଏବଲ ଦ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଦ୍ରୌପଦୀ ମୁର୍ମୁ ହେଲା। ଏଇ ଯୋଉ ଲାଇନ ଟା ନାଇଁ କି ଆମେ ଏଇଠି ହାର୍ଡ କୋଡ କଲେ ହୁଁ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ମାନେ ଇଜ ଯାହା ଲେଖିବା ଏମିତି ହୁଁ ଏଠି ସିଙ୍ଗଲ କୋଟ ଭିତରେ ଯାହା ଲେଖିବା ଡାଇରେକ୍ଟ ସେଠି ଆସିଯିବ। ହୁଁ ତାପରେ ଏଇ ଯୋଉ ଜିନିଷଟା ଏଇ ଭେରିଏବଲ ଏଇ ଯୋଉ ନାଁଟା ରହିଲେ ଆମେ ପିକ୍ କଲା ସେଠୁ। ପିକ୍ କରୁଛେ ହୁଁ ହେଲା। ହୁଁ ମାନେ ଏକ୍ସ ୱାଇ ଜେଡ ଏସବୁ ଭେରିଏବଲ। ଭେରିଏବଲ ଏସ୍ ଓକେ। ଭେରିଏବଲ। ଆମେ ବର୍ତ୍ତମାନ ଏକ୍ସ କୁ ଭ୍ୟାଲୁ ଆସାଇ କରିବା ହୁଁ 10 ମନେକର, ହୁଁ y की वैल्यू आसाई କରିବା 20, ରାଇଟ୍। z इक्वल टू ଆମେ ଲେଖିବା x ପ୍ଲସ୍ y ହେଲା। ହୁଁ ତାପରେ ରାଇଟ୍ z ହୁଁ
ହେଲା 30 ଆସିଯାଉଛି। ସେଠି ମୁଁ ଯଦି ଗୋଟେ ସ୍ଲାସ୍ ଦେଇଦେବି ତଳେ ପଳେଇ ଆସିବ ବୋଧେ। ତଳେ ପଳେଇ ଆସିବ। ହୁଁ ତଳକୁ ଆସିଲା। ହୁଁ ହେଲେ ଏମିତି ଆମକୁ ଗୋଟେ ଅଡ୍ ଦେଖାଉଛି, ତେଣୁ ଆମେ ହୁଁ ଏଇ ଜିନିଷଟା the sum of x and y is, or I will say y equal to ଏଇଟା ଲେଖି ଆସିଲା the sum of ହୁଁ x y equal to 30। ହୁଁ। ଆରେ ସେଠି ଯୋଉ କମା, ଏଇ ଯୋଉ ଟିକେ ହଁ, ବ୍ୟାକ୍ ଯିବ କି? ଏଇଟା ଏଇଠି ଲେଖିଲ ଏଇଠି ଯୋଉ ଦି ଲେଖା ସ ଯୋଉ ହୁଁ ଡବଲ କଣ କୁହନ୍ତି, ଏଇଟା ହଉଛି ନାଇଁ ଚେନ୍। ହୁଁ ଚେନ୍ ଅପରେଟର ଯଦି ଏମିତି ଦେଖ, ଏଇଟା କଣ ହଉଛି, ଏଇଟା ଖାଲି ଦେଲେ ଏଠି ଆସୁନି, ଏଠି ଯୋଉ ରେଡ୍ କଲର ମାନେ ଏରର ଦେଖଉଛି। ହଁ ଦିଟା ତମେ ଯୋଡୁନ କି, ଏଇଟା ଗୋଟେ ୱାର୍ଡ ହେଇଗଲା, ଏଇଟା ଆଉ ଗୋଟେ ନା, ସେଇ ହଁ ଟାଇମ୍ କୁହନ୍ତି ଡବଲ ଦିଟା ବିନ୍ଦୁ ନୁହଁ କି, ହଁ ବୋଧେ ଚେନ୍ ଅପରେଟର। ହେଲା, ହୁଁ। ଚେନ୍ ଅପରେଟର ଦେଲେ ଠିକ ଠାକ ସବୁ ଆସିବ। ହେଲେ ଏଇଠି ଏ ଯୋଉ ସମ୍ ଲେଖିଲ, ହଁ, ଦି ସମ୍ ଅଫ ଏକ୍ସ ୱାଇ ଏକ ଏକ ନା ନାହିଁ, ଏକ୍ସ ଏଣ୍ଡ ୱାଇ ଇକ୍ୱାଲ, ରାଇଟ୍? ସେଇଟା ଫେରେ ଉପରେ ଗୋଟେ ଇନଭର୍ଟେଡ କମା, ଫେରେ ଗୋଟେ ତଳେ କମା, ଫେରେ ଜେଡ ଫୁଲ ଷ୍ଟପ୍। ଏ ଯୋଉ ଦିଟା କମା ଜେଡ ଆଗରୁ, ତାର କାହିଁକି କଣ ଦରକାର? ଏଇଟା ହଉଛି କହୁଛି ସିଙ୍ଗଲ କୋଟ। ଏଠି ଆରମ୍ଭ ହେଲା ସିଙ୍ଗଲ କୋଟ, ଏଠି ସରିଲା ସିଙ୍ଗଲ କୋଟ। ହଁ ଓକେ ଓକେ, ସିଙ୍ଗଲ କୋଟ୍ ସରିଲା। ସରିଲା, ତାପରେ ଆମେ କମାଣ୍ଡ ଦେଲେ, ଦେଖ ଯଦି କମାଣ୍ଡ ହଁ ନଦେବା, ହଁ ଓକେ ଓକେ, ନାଇଁ ନାଇଁ ବୁଝିଲି, ନାଇଁ ବୁଝିଲି ବୁଝିଲି। କମାଣ୍ଡ ଦେଲେ ଏରର ହୁଁ ଦେଖେଇବ। ତାମାନେ ଇଏ ଗୋଟେ ହେଇଗଲା, ବୁଝିଲା? ହଁ ଓକେ। ଦିଟାକୁ ଯୋଉ ଚେନ୍ ମାନେ ଦିଟାକୁ ସେ ହୁଁ ମିଶଉଛି, ନାଇଁ ନାଇଁ ବୁଝିଲି। ଡଟ୍ ନାଇଁ କି, ଏଟା ରାଇଟ୍ ରାଇଟ୍, ହଉଛି ଦିଟାକୁ ସେ ମିଶଉଛି, ଆଜ୍ଞା। ଆନ୍ସର ହଉଛି। ହୁଁ ହେଲା, ଏଟାକୁ ଆମେ ରନ୍ କଲେ ଏମିତି ଦେଖେଇବ, the sum of ହୁଁ। x and y। ହେଲେ ଏଇ ଯୋଉ 30 ଅଛି, ଯଦି ମୁଁ ତାକୁ ସେ ଇକ୍ୱାଲ ପାଖକୁ ନେବାକୁ ଚାହିଁବି, କେମିତି ହବ? ସେଟା ବୋଧେ ଲେଫ୍ଟ ଜଷ୍ଟିଫାଏଡ, ଜଷ୍ଟ ୱାନ୍ ମିନିଟ୍, ଲେଟ୍ ମି ଚେକ୍। ଲେଫ୍ଟ ଜଷ୍ଟିଫାଇଡ୍। ଏମିତି କେତେ ସିଣ୍ଟେକ୍ସ ମନେ ରଖିବାକୁ ପଡିବ? ସେମିତି ନୁହଁ, ତମେ ନଈ ନଦୀ ଗୁଣ ନଗଣା ହଉନି। ହେଲା, ଶୁଣ, ମୋର ବର୍ତ୍ତମାନ ମୁଁ 2011 ରୁ ଶିଖୁଛି ଆବାଜ। ହୁଁ ହେଲା, ମୁଁ ବି ଏକା ଦିନେ ଶିଖିନଥିଲି। ହୁଁ କିନ୍ତୁ ଆମକୁ କଣ କରିବାକୁ ପଡିବ, ତମେ ମୁଁ ଯାହା ଏଇଟା ସବୁ ପଠଉଛି ମେଟେରିଆଲ ନା, ହୁଁ ସେଟାକୁ ଷ୍ଟଡି କରିବ, ତମର ଟାଇମ ପାଇପାରିବ, ଗୋଟେ ନୋଟ ବନେଇଦବ, ହୁଁ ସେଟା ହୁଁ ଦେଖିଦେଲେ ହେଇଯିବ। ହୁଁ ହୁଁ। ଏମିତି କେତେ କେତେ ସିଣ୍ଟେକ୍ସ ଥିବ ଗଣେଶ ଭାଇ? ସେଇଟା ଡରନି ଯାଅ, ଏଇଟା ଖାଲି ହୁଁ ଏମିତି ଦେଖ, ତମ ଫଙ୍କସନାଲ ରେ, ମୁଁ ବି ଆମ ଅଫିସରେ ଅଛନ୍ତି, ମୁଁ ଦେଖିଛି ଆମର ଫିକୋ ଫଙ୍କସନାଲ ଅଛନ୍ତି, ତମେ ଗୁଡାଏ ହୁଁ ଜିନିଷ ମନେ ରଖୁଛ ନା, ଫ୍ଲୋ ମନେ ରଖୁଛ, ଏଇ ଯୋଉ ତାର ଜେନେରାଲ ଲେଜର, ନ୍ୟୁ ଲେଜର, ଏଗୁଡା ସବୁ ଅଛି ନା, ହୁଁ କଟ୍ସ, ସବୁ ତ ପାଠରେ ସେମିତି କିଛି ରହିବ, ତମେ ଏଟାକୁ ମାନେ ନୋଟ ଫୋଟ କରି ଦେଖିବ ବାରମ୍ବାର, ଏମିତି ହବ ଆଉ କଣ ହୁଁ ସେ ଆଉ। ହୁଁ ହୁଁ ଆମେ ତ ସେମିତି କଲେ ହବ କି? ହେଲା, ହୁଁ। ଏଠି ଯଦି ରାଇଟ୍ ଜଷ୍ଟିଫାଇଡ୍ କରିଦବ, କଣ ହବ? ରାଇଟ୍ ଜଷ୍ଟିଫାଇଡ୍। ଦେଖିବା କରିବା, ଦେଖିକି କଣ ହବ ଦେଖିବା। ନାଇଁ ସେଇଥିରେ ହିଁ ଯୋଉ ଲେଫ୍ଟ ଲେଖିଛି, ସେଟା ରାଇଟ୍ ଲେଖିଦିଅ ଦେଖି। ହୁଁ, ଦବା ଏଇଠି ଦବା, ତଳେ ଦବା, ଏଇଟା ଆମେ ଜଣା ପଡୁଛି ପୁରା କ୍ଲିୟର ଡିଫରେନ୍ସ ଟା। ନାଇଁ, ତମେ ଫାଷ୍ଟ ଲେଫ୍ଟ ଲେଖିବ, ଫେରେ ରାଇଟ୍ ଲେଖିବ, ତ କନଫ୍ୟୁଜ ହବ ନା। ତ ସେ କମେଣ୍ଟ ଆଉଟ୍ କରିବ କି ସେଟା, ଫାର୍ଷ୍ଟଟା ଏଇଟା ଲେଫ୍ଟଟା? ଆମେ ଡିଫରେନ୍ସ ଟା ଜାଣିପାରିବା ନା, ବଢିଆ। ଓକେ। ଦିଟାକୁ ଏକାଥରେ ଦେଖେଇବ ନା।
ହଁ ହେଲା, ଏଟା ହଉଛି ଲେଫ୍ଟ ଜଷ୍ଟିଫାଏଡ, ଏଟା ହଉଛି ରାଇଟ ଜଷ୍ଟିଫାଏଡ। ହଁ ବାଇ ହୁଁ ହୁଁ ଡିଫଲ୍ଟ ଏଟା ହଉଛି ରାଇଟ ଜଷ୍ଟିଫାଏଡ ହେଲା। ହୁଁ ହୁଁ ଏଟା ଏମିତି ପାଖରେ ଲେଖିବୁ। ଯଦି ଲେଫ୍ଟ ରେ କରିବା ଅଛି ଲେଫ୍ଟ ରେ କରିବ ଆଉ, ଅଲଗାରେ ଆଉ। ହୁଁ ଇଏ ହଉଛି କଥା। ତାପରେ ମତେ ଲାଗୁଛି ସିଚୁଏସନ ହିସାବରେ ଅଟୋମେଟିକ ତମର ଏକ୍ସପିରିଏନ୍ସ ହିସାବରେ ତମକୁ ସିଣ୍ଟେକ୍ସ ଯାକ ଅଟୋମେଟିକ ମାଇଣ୍ଡ ରେ ଆସିବ ଆଉ, ହଁ, ଏକ୍ସପିରିଏନ୍ସ ହିସାବରେ ଆଉ ନାଇଁ। ହୁଁ। ତମେ ତ ଏତେ ବର୍ଷ କାମ କଲାଣି ଜାଣିଥିବ ନା, ସବୁ ଟ୍ରେନିଂ ତ ଯାହା ଥାଏ ଟ୍ରେନିଂ ବେଳେ ମାତ୍ର 10% କି 20% ମଣିଷ ଜାଣିଥାଏ। ହୁଁ ଧୀରେ ଧୀରେ ହୁଁ ତାପରେ ସେଟା ଏକ୍ସପିରିଏନ୍ସ ହେଲା ଅନୁସାରେ ପୁଣି ନିଜେ ପଢାପଢି କରି ସବୁ correct, correct, correct. ସେ- Right, right. ହୁଁ ଏଇଟା କଣ ହାନା ସିଷ୍ଟମ ଗଣେଶ ଭାଇ? ନାଇଁ ନାଇଁ ନର୍ମାଲ। ତମେ ଯଦି ଦେଖୁଛ ଏଇଟା କଣ ଇସିସି କି ହାନା? ଏଲପିଏସ୍ ଆମେ ବର୍ତ୍ତମାନ ଦେଖିବା। ଏଲପିଏସ୍ କଣ? ମୁଁ ଲେଖୁଛି ଏଠି। ଲିଷ୍ଟ ପ୍ରୋସେସିଂ ସ୍କ୍ରିନ୍ ହେଲା। ହୁଁ ହୁଁ ଆମର ତମେ ଯୋଉ ନର୍ମାଲ ଇନକ୍ୱାରି ସ୍କ୍ରିନ୍ ଦେଖୁନ କି ତମ କମ୍ପାନୀ ଦେଖୁଥିବ ନା, ହୁଁ ତାର ବେସିକ ସେ ପର୍ଯ୍ୟନ୍ତ ଯିବା ଆଗରୁ ଆମେ ବେସିକ ବର୍ତ୍ତମାନ ଷ୍ଟଡି କରିବା। ହୁଁ ହୁଁ ତାକୁ ଲିଷ୍ଟ ପ୍ରୋସେସିଂ ମାନେ ଇନକ୍ୱାରି ସ୍କ୍ରିନ୍। ତମେ ଓକେ ଯେମିତି ତମେ ସେ ଦେଖୁନ କିନ୍ତୁ ସେ ପର୍ଯ୍ୟନ୍ତ ଗଲା ଆଗରୁ ଆମକୁ ଫଣ୍ଡାମେଣ୍ଟାଲ ଜାଣିବା ପାଇଁ ପଡିବ ନା, ହୁଁ ହୁଁ ବେସିକଟା ହୁଁ ହେଲା। ହୁଁ ସେମିତି ଡଲାର DMB ଲୋକାଲ ଅବଜେକ୍ଟ ହୁଁ ହେଲା। ମୋ ସେ ଯୋଉ ମନିଟର କଣ ଗୋଟେ ଲାଗି ଯାଇଛି, ଧଳା ଧଳା ହେଇଯାଇଛି, ମୁଁ ତାକୁ ଲିଭେଇବାକୁ ପଡିବ। ଧଳା ହେଇଯାଇଛି ଲେଖା ବସି ଯାଉଛି। ହୁଁ ଲାଇନ୍ ନା ନା ସେମିତି ନାହିଁ, ଗୋଟେ ଲାଇନ କି ଦି ଲାଇନ ଛାଡ଼ିଲେ ଗୋଟେ ଲାଇନ ଛାଡ଼ିଲେ ଜଣା ମୁଁ ଟିକେ ମାନେ କ୍ଲିୟର ଦେଖାଯିବ ବୋଲି ମୁଁ ଏମିତି କରୁଛି ହେଲା। ନାଇଁ ନାଇଁ ତଳେ ଲେଖିଲ ୟୁ ଲାଇନ୍ କଣ ସେଟା? ଅଣ୍ଡରଲାଇନ ଅଣ୍ଡରଲାଇନ ଅଣ୍ଡରଲାଇନ୍ ଓକେ ଦେଖିବା ଯେତେବେଳେ ଆମେ ଆଉଟପୁଟ ଟା ଦେଖିବା ନା ହୁଁ ସେତେବେଳେ ହବ। ଓକେ
ଦେଖ ଆମେ ଏଠି ଯୋଉ ଲେଖିଛୁ ନା, ହୁଁ ଏଠି କହିଲେ ଫାର୍ଷ୍ଟ ମାଇ ନେମ୍ ଇଜ ସୁକାନ୍ତ କୁମାର ସ୍ୱାଇଁ, ଆଇ ଏମ୍ ୱାର୍କିଂ ଆଟ୍ TCS ସୁଇଜରଲ୍ୟାଣ୍ଡ। ହୁଁ ସେକେଣ୍ଡ ହଉଛି ମାଇ ନେମ୍ ଇଜ ଗଣେଶ ଚନ୍ଦ୍ର ବିଶ୍ୱାଳ, ଆଇ ଏମ୍ ୱାର୍କିଂ ଆଟ୍ ହୁଣ୍ଡାଇ ଇଣ୍ଡିଆ। ହୁଁ ମାଇ ନେମ୍ ଇଜ ରାମ, ଆଇ ଏମ୍ ୱାର୍କିଂ ଆଟ୍ ୱିପ୍ରୋ ଇଣ୍ଡିଆ। ହୁଁ ହୁଁ ରାଇଟ୍ ତଳେ ଏଠି ଗୋଟେ ଅଣ୍ଡରଲାଇନ୍ ଅଛି, ଏଠି ଗୋଟେ ଅଣ୍ଡରଲାଇନ୍ ଅଛି, ଏଠି ଗୋଟେ ଅଣ୍ଡରଲାଇନ୍ ଅଛି, ତିନିଟା ଅଣ୍ଡରଲାଇନ୍ ଅଛି ହୁଁ ହେଲା। ତେଣୁକରି ଆମେ ଯୋଉ ପ୍ରୋସେସିଂ କରୁଛେ ଦେଖ ଆଉଟପୁଟ୍, এটা ଯୋଉ LPS ଆମେ ହେଡିଂ ପ୍ରୋଗ୍ରାମ ସ୍କ୍ରିନରେ ହୁଁ ବନେଇଥିଲେ ହୁଁ ଦେଇଥିଲେ, ଦିଆଯାଇଥିଲା। ତାପରେ ଫାର୍ଷ୍ଟ ଅଣ୍ଡରଲାଇନ୍ ହେଇକିରି ଏଇଟା ବାଇ ଡିଫଲ୍ଟ ଅଣ୍ଡରଲାଇନ୍ ଆସିବ ହୁଁ ହେଲା। ତାପରେ ଫାର୍ଷ୍ଟ ଲାଇନ୍ ଟା ମାଇ ନେମ୍ ସୁକାନ୍ତ କୁମାର ସ୍ୱାଇଁ, ଆଇ ଏମ୍ ୱାର୍କିଂ TCS ଆସିଲା। ତାପରେ ଏଇ ଯୋଉ ଅଣ୍ଡରଲାଇନ୍ ଟା ଆମେ ଲେଖିଛେ, ମୁଁ ଯୋଉଟା ଲେଖିଛି ହୁଁ ୟୁ ଲାଇନ୍ ଲେଖା ହେଇନି କି? ଆଜ୍ଞା ତାପରେ ମୋ ନାଁ ଗଣେଶ ଚନ୍ଦ୍ର ବିଶ୍ୱାଳ, ଓକେ ହୁଣ୍ଡାଇ। ତାପରେ ଏଇଟା ନା ଆଇ ଏମ୍ ହୁଁ ରାମ ୱିପ୍ରୋ। ଏଇଟା ହୁଁ ହଉଛି ଲାଇନ୍ ଲେଖିଲେ ଏମିତି ଆସିବ ହୁଁ ହେଲା। କିନ୍ତୁ ଏଠି କଣ ହଉଛି ମୁଁ ଜାଣିପାରୁନି, ସେ କଲର ଟା ଆସୁନି କାହିଁ, କଲର ଟା ଆସିବା କଥା, କଲର ଟା ପାଇଁ ସେ ଏରର ଦେଖଉଛି। ମେ ବି ଫର୍ମାଟ କଲର ଅନ୍ ତାପରେ 9 ଲେଖିଲେ ହବ। ନା ନା ସିନଟାକ୍ସ ଠିକ ଅଛି। ଓକେ ଓ ସରି ସରି, କଲର ଟା ମ୍ୟାକ୍ସିମମ୍ 7 ପର୍ଯ୍ୟନ୍ତ, ମୁଁ 9 ଦେଇଥିଲି ହଁ 7 ଓକେ, ହେଲା। ମାନେ 7ଟା କଲର ହିଁ ହେଲା ଗୋଟେ। ହଁ ଏମିତି ହଁ ଆସିବ, ଏ ପଳେଇ ଆସିଲା। ବୁଝିହେଲା। ହୁଁ ଦେଖିଆ 8 ଦବା କଣ ହଉଛି। 8 ଦେଲେ ଜଣା ପଡିବ। ଶୁଣ ତମେ ସବୁ ଯାକ ସିନଟାକ୍ସ ମନେ ରଖି ପାରିବନି। ଦେଖ 8 9 ତେଣୁକରି ଏରର ଦେଖଉଛି ହୁଁ ହେଲା। ତେଣୁକରି ଆମେ ଏମିତି ଜାଣିବା ଆଉ, କାରଣ ହୁଁ ମୁଁ କଣ ଆଉ ଇଏ କଲର ଫଲର କଣ ଏବେ ଆଉ ପ୍ରାକ୍ଟିସ କରିଛି କି, କେବେ କରିଥିଲି। ଆଜ୍ଞା ତେଣୁକରି ଆଜ୍ଞା ବୁଝିହେଲା। ହୁଁ ତମେ ବି ଯେତେବେଳେ ମନେ କର ଇସ୍ୟୁ ଆସୁଥିବ ସବୁ ଫିକୋ ଇଏରେ, ତମେ କେତେଟା ଯୋଉଟା ଭଲ କି ଜାଣିଥିବ ସେଟା ହୁଁ ହିଁ ଲେଖିବ। ନହେଲେ ଗୁଗୁଲ ଫୁଲ ଦେଖିକିରି ଇଏ କରି ସେ କରୁଛ ନା, ସେଇଭଳିଆ ଆଉ କଣ। ଆଜ୍ଞା 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 ହୁଁ ହଁ ତାପରେ ଦେଖିବା, ହୁଁ ଏଠି ମୁଁ କଣ କରିଛି ନା, ଏଠି ଅନ୍ କଲି, ହୁଁ ଏଠି ଫର୍ମାଟ କଲର 6 କରି ଅନ୍ କଲି। ଏଠି ଶ୍ୟାମ ଆଉ ଆଇ ଏମ୍ ୱାର୍କିଂ ଆଟ୍ ଇନଫୋସିସ୍ ୟୁଏସଏ। ତାପରେ ପୁଣି ଲେଖିଲି ଆଇ ଏମ୍ ପ୍ରଶାନ୍ତ ୱାର୍କିଂ ଆଟ୍ HCL USA। ହୁଁ ତାପରେ ଯାଇ ଅଫ୍ କଲି ହେଲା। ହୁଁ
ଏଇ ଦିଟା ଏଇ ଯୋଉ ଚାରିଟା ଲାଇନ ପାଇଁ ମଧ୍ୟ ସେ ଗୋଟେ କଲର ଆସିଲା ରେଡ କଲର। ତେଣୁକରି ଏ ଲାଇନ ପାଇଁ ନା ହୁଁ ଦିଟାକ ଆସିଲା ରେଡ କଲର। ବୁଝିପାରୁଛ ତ? ହୁଁ 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 କାରଣ ଏଠି ଅନ୍ ହେଇଛି, ଏଠି ଅନ୍ ହେଲା ହେଲା, ହୁଁ ହୁଁ ତାପରେ ଏ ସବୁ ଯାହା ଲେଖା ହେଲା, ତାପରେ ଏଠି ଅଫ୍ ହେଲା। ଓକେ। ତାମାନେ ତା ଏଇ ସେ ଅନ୍ ପରେ ଯେ ସମୟ ଯାଏ ଅଫ୍ ଲେଖିନ ଯେତେ ଅଛି ସବୁ ସେଟା ଆପ୍ଲିକେବଲ। ସେଟା applicable ହବ। ହୁଁ ହୁଁ ହୁଁ। ବୁଝିହେଲା? ମାନେ ବାରମ୍ବାର ଲେଖିବା ଦରକାର ନାହିଁ ଅନ୍ 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 ଇଣ୍ଡିଭିଜୁଆଲି। ଅନ୍ ଅନ୍ ଅଫ୍ ଏମିତି ଲେଖିବା ଦରକାର ନାହିଁ। ସେମ୍ କଲର ଯଦି ଆପ୍ଲାଏ କରିବାକୁ ଚାହୁଁଛ ଲାଷ୍ଟରେ ଲେଖିଦିଅ ଫର୍ମାଟ କଲର ଅଫ୍, ସବୁ ଜାଗା ଆପ୍ଲାଏ ହେଇଯିବ। ହୁଁ। ମନେକର ଏଇଠି ମୁଁ ଦେବି 3 ଦେବି ମନେକର। ହୁଁ। ସେ ଉପର ଦିଟା ରହିବ ରେଡ୍, ବାକି ତଳେ ଆସିବ ଯୋଉ କଲର ଅଛି। ହଁ ହେଲା। ବୁଝିହେଲା? ଫଣ୍ଡା କ୍ଲିୟର? ହୁଁ ହୁଁ ହୁଁ। ହୁଁ ଏଟାକୁ ଲିଷ୍ଟ ପ୍ରୋସେସିଂ ସ୍କ୍ରିନ୍ ବୋଲି କାହିଁ କୁହାଯାଉଛି? ଲିଷ୍ଟ ପ୍ରୋସେସିଂ ସ୍କ୍ରିନ୍ କଣ ଏଟା? ଲିଷ୍ଟ ମାନେ ଆମେ ଯୋଉଠି ଡାଟା ଦେଖିବା ଆମେ ଯୋଉଠି ହୁଁ ଆମେ ଯୋଉଟା ତମେ ବର୍ତ୍ତମାନ ଯୋଉଟା ଆମେ ଯୋଉଟା ଏସି ପୁରା ଷ୍ଟାଣ୍ଡାର୍ଡ ସ୍କ୍ରିନ୍ ଦେଖୁଛେ ତାକୁ ହଁ ତାକୁ କୁହାଯାଏ ଲିଷ୍ଟ କୁହାଯାଏ। କାରଣ ଆମେ ସବୁ ଡାଟା ଲିଷ୍ଟ ଦେଖୁଛେ ନା, ହୁଁ ହୁଁ କିନ୍ତୁ ହୁଁ। ଏଇଟା ହଉଛି ମାନେ ଫାଉଣ୍ଡିଂ ଷ୍ଟୋନ ଭଳିଆ। ଓକେ ଓକେ। ଏଇଟା ବୁଝିକି ଗଲେ ତମେ ସେଠି ଯାଇ ପହଞ୍ଚେ ଆଉ। ରାଇଟ୍ ରାଇଟ୍ ରାଇଟ୍। ତାକୁ ବି କୁହାଯାଏ ସ୍କ୍ରିନ୍ କୁହାଯାଏ, ଲିଷ୍ଟ ପ୍ରୋସେସିଂ ସ୍କ୍ରିନ୍। ହୁଁ। ଆଉ ତାପରେ ବୁଝିପାରୁଛ? ହୁଁ 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 ମୁଁ ଦେଇଦେଲି ଇନଭର୍ସ ଦେଇଦେଲି ସେଇ 3, ବୁଝିହେଲା? ଏଠି ଯୋଉ 3 ଲେଖା ହେଇନି ହୁଁ ହୁଁ ଇନଭର୍ସ ଦେଇଦେଲି, ଇନଭର୍ସ ଦେଲାକୁ ସେ ଯୋଉ ଲେଟର ଯାକ କଲର ଚେଞ୍ଜ ହେଇଗଲା। ଏଠି କଣ ବ୍ୟାକଗ୍ରାଉଣ୍ଡ କଲର ଚେଞ୍ଜ ହଉଛି, ହୁଁ 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 ହୁଁ। ଏଠି କିନ୍ତୁ ଲେଟର ଯାକ ମାନେ ଇନଭର୍ସ ମାନେ ବ୍ୟାକଗ୍ରାଉଣ୍ଡ କଲର ଚେଞ୍ଜ ନ ହେଇକି ଆକ୍ଚୁଆଲ କ୍ୟାରେକ୍ଟର କଲର ଚେଞ୍ଜ ହେଇଯାଉଛି। ହୁଁ ଇଣ୍ଟେନ୍ସିଫାଇଡ୍ ମାନେ ବ୍ୟାକଗ୍ରାଉଣ୍ଡ ହେଇଯିବ। ନା ନା ନର୍ମାଲ ଯାହା ଇଣ୍ଟେନ୍ସିଫାଇଡ୍ ସେଇଆ ହେଲା। ହୁଁ ଦେଖ ନର୍ମାଲ ବି ବ୍ୟାକଗ୍ରାଉଣ୍ଡ ଚେଞ୍ଜ ହଉଛି, ଇଣ୍ଟେନ୍ସିଫାଇଡ୍ ବ୍ୟାକଗ୍ରାଉଣ୍ଡ ଚେଞ୍ଜ ହଉଛି ହେଲା। ହୁଁ ହୁଁ ହୁଁ। ଇନଭର୍ସ କହିଲେ ଡିଜିଟ ଟା ଚେଞ୍ଜ ହଉଛି, ଯୋଉଟା ଆମେ ତାର କ୍ୟାରେକ୍ଟର କ୍ୟାରେକ୍ଟର୍ସ ର କଲର ଆସୁଛି। ଏଟା ସବୁ ବ୍ଲାକ୍ ବ୍ଲାକ୍ ଅଛି ନା, କିନ୍ତୁ ଏଠି ଦେଖ ଚେଞ୍ଜ ହେଇଗଲା। ହୁଁ ମତେ ଆକୁ ମନେକର 7 କରିବ, ଚେଞ୍ଜ ହଉନି। ଥରେ ଥରେ ବଫର ନେଇଯାଏ ହେଲା। ବଫର କଣ ସବୁ ଜାଣିଛ ତ? ନାଇଁ। ବଫରିଂ ମନେକର ହେଲା ଏଇଟା ସବୁ ହୁଁ
ये सब इनवर्स एटा चार एटा कलर चार दिया कलर नंबर चार बफरिंग माने देखियो तम स्क्रीन रे सब बेले गोटे वेंडर कोड एंट्री करथियो ना नेक्स्ट टाइम जेतेबेले तमे खोलियो ना सेटा बाय डिफॉल्ट आसी जिवो ओके ओके ओके। बुझिला हम्म। ହେଲେ ବୁଧବାରେ କରିବା ହେଲେ ଆଉ। हाँ ମୁଁ ଦେଖିଲି ଆକ୍ଚୁଆଲି ତମର ଆଉ ମୋର ବି ଇଏ ପାଇଁ ମ୍ୟାକ୍ସିମମ୍ 3 ରୁ 4 ମାସ ମୋ ଟାର୍ଗେଟ ହେଲା ହୁଁ ହୁଁ ହୁଁ। କାରଣ ମୁଁ ଦେଖିଲି ଖାଲି ସପ୍ତାହ 2 ଦିନ ହେଲେ ଦେଖୁଛ ଏମିତି କିଛି ନ ପଡିକି ଟିକେ ମାନେ ଘଣ୍ଟା 1.5 ଘଣ୍ଟା ଏମିତି ପଳଉଛି ପଳଉଛି ହଁ। ତେଣୁକରି ମୁଁ ନାଇଁ ଭାବୁଥିଲି ବୁଧବାରଟା କରିବା। ତମର ଅଫିସ ଆସି କେତେବେଳେ ଘରେ ପହଞ୍ଚୁଛ? ମୁଁ ପହଞ୍ଚିଲା ବେଳେ ହେଇଯିବ 5:30 5:35 ବାହାରେ ଅଫିସରୁ ପହଞ୍ଚିଲା ବେଳେ ସେଇ 6ଟା ଅଧେ ହେଇଯାଏ ମାନେ ଏକ୍ଜାକ୍ଟ ଟାଇମ ନେକ୍ ଟୁ ନେକ୍ ହେଇଯିବ ଆଉ। ଆଚ୍ଛା ତାହେଲେ ସେୟା କରିବା ବୁଧବାର ଦିନ ଖାଲି ନହେଲେ ମୁଁ 11:30 ବି ରାଜି ଅଛି ହୁଁ। ନାଇଁ ବୁଧବାରରେ ମତେ ଏଟଲିଷ୍ଟ ଗୋଟେ 15-20 ମିନିଟ୍ ମିଳିବ। ନହେଲେ ଅବାଗିଆ ଲାଗିବ ନା ଅଫିସ ଆସିକି ଅଫିସ କେମିତି ଯାଉଛ କମ୍ପାନୀ ବସ୍ ଫସ୍ ଅଛି ନା ନିଜ ନାଇଁ କାର? ନାଇଁ ନାଇଁ ଟ୍ରେନ ଆଉ ବସ୍। ଆଚ୍ଛା ଆଚ୍ଛା ସିଏ ଟିକେ ଫ୍ରେଶ ହବ ନା ମଣିଷ ଆସିକି ସାଙ୍ଗେ ଟିକେ ଫ୍ରେଶ ହେଇକି ବସିବାର ଅଛି ଆଉ କରେକ୍ଟ। ଖାଲି ଅଫିସ ଆସି ଟିକେ ଫ୍ରେଶ ହେଇକି ଟିକେ ଶୋଇ ପଡିବାର ଅଛି 15 ମିନିଟ୍ ନାଇଁ 15 ଆଟଲିଷ୍ଟ 5-10 ମିନିଟ୍ ମୁଁ କହୁଛି ମୋ କଥା ପୁଣି ହୁଁ ନହେଲେ ପସିବଲ ନା ଟିକେ ଫ୍ରେଶ ଲାଗିବ ଆଉ। ହଁ ରାଇଟ୍ ରାଇଟ୍। ତେଣୁକରି ମୁଁ ଭିତରେ ସେଇଟା ମୁଁ କହିଲି ପ୍ରାକ୍ଟିକାଲ କୋର୍ସ ସାରିବା ପାଇଁ ହେଲେ ଏ, ଆଜ୍ଞା। ବୁଧବାର ଟା ଇଏ କରିବା ଦରକାର ହୁଁ ବୁଧବାର କାଲି 11:30 ହେଲା ଆଜ୍ଞା। ଆଉ ହୁଁ ଇଏ ଶନିବାର ରବିବାରେ 11ଟା ନା ଇଣ୍ଡିଆନ ଟାଇମ 11ଟା ଆଜ୍ଞା ଆଜ୍ଞା। ସେ ଅନୁସାରେ ଯାଇ ହବ ଆଉ ହୁଁ। ଆଚ୍ଛା ଗଣେଶ ଭାଇ ଆକ୍ଚୁଆଲି 8:10ରେ ମୋର ଆଜି ଟିକେ ଜଲ୍ଦି ସାରିଦେବା ନା 8:10ରେ ଗୋଟେ ଆପଏଣ୍ଟମେଣ୍ଟ ଅଛି ମୋର। ହଁ 8-10 ତ ଘର କେତେ ଟାଇମ ହେଲାଣି ତମର? ଏଇ ଆଉ ଜଷ୍ଟ 2 ମିନିଟ୍ ଅଛି। ଆଚ୍ଛା ହଉ ତାହେଲେ ଏବେ ଆଜି ଏଇଠି ରଖିବା ହଁ ସେ ଘରର ମେଣ୍ଟେନାନ୍ସ କାମ ପାଇଁ ଗୋଟେ ଲୋକ ଆସୁଛି ତ ଓହୋ ଏ ଆପାର୍ଟମେଣ୍ଟରେ ଟିକେ ପ୍ରୋବ୍ଲେମ ଚାଲିଛି। ଓହୋ ହୁଁ। ତମେ ମାନେ ଭଡା ରହୁଛ ନା କଣ? ଆଜ୍ଞା ଆଜ୍ଞା ଆଜ୍ଞା। ଭଡା ମାନେ ନିଜ ଦରମାର ଘର ଭଡା ଦବ କମ୍ପାନୀ ଫମ୍ପାନୀ କି ସେମିତି କିଛି ନାହିଁ କି ହୋଟେଲ ଫୋଟେଲ ନାଇଁ 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 TCS ହିଁ ଦିଏ ଘର ଭଡା। ଓହୋ TCS ହିଁ ଦିଏ। ଆଚ୍ଛା ହଉ ହୁଁ। ବୁଧବାରେ କନେକ୍ଟ କରିବା ହେଲେ ଆଉ। 11:30 ଆଜ୍ଞା ଆଜ୍ଞା ଅନୁସାରେ ଟାଇମ ସେଟ୍ କରିବା ଆଉ ଆଜ୍ଞା ଆଜ୍ଞା। ମୋର କେତେଟା ହବ 7ଟା ନା ହଁ 7ଟା ହେଇଯିବ। ହଁ ହଁ ଟିକେ ଗୋଟେ 15-20 ମିନିଟ୍ ଗ୍ୟାପ୍ ମିଳିବ ମତେ। ହଁ ହୁଁ। ହଉ ତାହେଲେ ଠିକ ଅଛି ଚାଲ ଦେଖାହବ ଆଉ। ଓକେ ରେକର୍ଡିଂ ଟା ସେଭ୍ କରିଦିଅ। ମୁଁ ପଠେଇଦେବି ରେକର୍ଡିଂ ଆଜ୍ଞା ଆଜ୍ଞା। ଓକେ ବାଏ ବାଏ।